ନମସ୍କାର ବନ୍ଧୁଗଣ, ଜୟ ଜଗନ୍ନାଥ। ଆଶା କରୁଛି ଆପଣମାନେ ଭଲରେ ଥିବେ। ବନ୍ଧୁଗଣ, ଆପଣମାନେ ଜାଣିଛନ୍ତି କି ଜଙ୍ଗଲର ରାଜା ସିଂହ ଯେତେବେଳେ ଶିକାର ପାଇଁ ବାହାରେ ସେତେବେଳେ ସମସ୍ତେ ରାସ୍ତା ଛାଡ଼ି ଦିଅନ୍ତି। କିନ୍ତୁ ସେଇ ସିଂହକୁ ନିଜ ଗୁମ୍ଫା ଭିତରେ ହିଁ ସଂଘର୍ଷ କରିବାକୁ ପଡ଼େ। ଆଜ୍ଞା ହଁ, 2026 ସିଂହ ରାଶି ପାଇଁ ଠିକ୍ ସେମିତି ଏକ ବର୍ଷ ହେବାକୁ ଯାଉଛି। ଏହା କେବଳ ଏକ ନୂଆ ବର୍ଷ ନୁହେଁ, ଏହା ଆପଣଙ୍କ ଧୈର୍ଯ୍ୟ, ସାହସ ଏବଂ ବୁଦ୍ଧିର ପରୀକ୍ଷା ନେବାକୁ ଆସୁଛି। କାରଣ 2026ରେ ଆପଣଙ୍କ ରାଶି ଉପରେ ରହିବ ଅଷ୍ଟମ ଶନିର ପ୍ରଭାବ ଏବଂ ଦେବଗୁରୁ ବୃହସ୍ପତିଙ୍କର ଏକ ବିଚିତ୍ର ଖେଳ। କେଉଁଠି ମିଳିବ ପ୍ରଚୁର ଧନ, କେଉଁଠି ରହିଛି ବଡ଼ ଦୁର୍ଘଟଣାର ଭୟ, ପ୍ରେମ ସମ୍ପର୍କ ଭାଙ୍ଗିବ ନା ଯୋଡ଼ି ହେବ, ଏହିଭଳି ରହିଛି କିଛି ଖାସ୍ ତଥ୍ୟ। ଯଦି ଆପଣଙ୍କର ସିଂହ ରାଶି, ତେବେ ଭୁଲରେ ବି ଏହି ଭିଡ଼ିଓରେ ଗୋଟିଏ ସେକେଣ୍ଡ ମଧ୍ୟ ମିସ୍ କରନ୍ତୁ ନାହିଁ। କାରଣ ଆଜି ମୁଁ ଆପଣଙ୍କୁ ସେହି ଗୁପ୍ତ ସୂତ୍ର କହିବି, ଯାହା ଆପଣଙ୍କୁ 2026ରେ ବଞ୍ଚାଇବା ସହ ସଫଳ ମଧ୍ୟ କରିବ। ଚାଲନ୍ତୁ ଜାଣିବା ସିଂହ ରାଶିର 2026 ସମ୍ପୂର୍ଣ୍ଣ ଭବିଷ୍ୟବାଣୀ। ବନ୍ଧୁଗଣ, ପ୍ରଥମେ ବୁଝନ୍ତୁ 2026ରେ ଆକାଶରେ କ'ଣ ଘଟିବ। ନ୍ୟାୟର ଦେବତା ଶନିଦେବ ପୁରା ବର୍ଷ ମୀନ ରାଶିରେ ଅର୍ଥାତ୍ ଆପଣଙ୍କ ରାଶିର ଅଷ୍ଟମ ଭାବରେ ରହିବେ। ଜ୍ୟୋତିଷ ଶାସ୍ତ୍ରରେ ଅଷ୍ଟମ ଶନିକୁ କେହି କେହି ଅଶୁଭ ବୋଲି କୁହନ୍ତି, କିନ୍ତୁ ଭୟ କରନ୍ତୁ ନାହିଁ, ଏହାର ଏକ ପଜିଟିଭ୍ ଦିଗ ମଧ୍ୟ ଅଛି, ଯାହା ମୁଁ ଆଗକୁ କହିବି। ଅନ୍ୟପଟେ ଦେବଗୁରୁ ବୃହସ୍ପତି ବର୍ଷର ଆରମ୍ଭରୁ ମେ 31 ତାରିଖ ପର୍ଯ୍ୟନ୍ତ ଆପଣଙ୍କ ଏକାଦଶ ଭାବରେ ରହିବେ, ଯାହାକି ଆୟ ଏବଂ ଲାଭର ଘର। କିନ୍ତୁ ଜୁନ୍ ମାସ ପରେ ସେ ଦ୍ୱାଦଶ ଭାବକୁ ଯିବେ। ଏହାର ଅର୍ଥ ହେଲା ବର୍ଷର ପ୍ରଥମ ଭାଗରେ ରୋଜଗାର ଏବଂ ଦ୍ୱିତୀୟ ଭାଗରେ ଖର୍ଚ୍ଚ ବା ନିବେଶ। ତେବେ ଚାଲନ୍ତୁ ପ୍ରତ୍ୟେକ ବିଭାଗ ଉପରେ ଟିକିନିକି କରି ଆଲୋଚନା କରିବା। ବନ୍ଧୁଗଣ, ପ୍ରଥମେ କଥା ହେବା ଆପଣଙ୍କ କର୍ମକ୍ଷେତ୍ର ବା କ୍ୟାରିୟର ବିଷୟରେ। ଜାନୁଆରୀରୁ ମେ ମାସ ପର୍ଯ୍ୟନ୍ତ ସମୟ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ଆଣିଦେବ। ଯେଉଁମାନେ ଚାକିରି କରୁଛନ୍ତି, ଏହି ସମୟରେ ପ୍ରମୋସନ୍ କିମ୍ବା ସାଲାରୀ ହାଇକ୍ର ଯୋଗ ପ୍ରବଳ ରହିଛି। ବୃହସ୍ପତିଙ୍କ କୃପାରୁ ଆପଣଙ୍କର ନେଟୱାର୍କ ବଢ଼ିବ। ଯଦି ଆପଣ ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି, ତେବେ ମେ ମାସ ପୂର୍ବରୁ ଆରମ୍ଭ କରିଦିଅନ୍ତୁ। ଜୁନ୍ ମାସ ପରେ ଯେତେବେଳେ ବୃହସ୍ପତି 12 ଭାବକୁ ଯିବେ ଏବଂ ଶନି ଅଷ୍ଟମରେ ଥିବେ, ଅଫିସରେ ରାଜନୀତି ବଢ଼ିପାରେ। ଆପଣଙ୍କ ନିଜ ଲୋକ ବା ସହକର୍ମୀ ଆପଣଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର କରିପାରନ୍ତି। ବ୍ୟବସାୟୀମାନେ ଧ୍ୟାନ ଦିଅନ୍ତୁ, 2026ର ଦ୍ୱିତୀୟ ଭାଗରେ କୌଣସି ବଡ଼ ରିସ୍କ ନିଅନ୍ତୁ ନାହିଁ। ଯଦି ଆପଣ ବିଦେଶ ସହ ଜଡ଼ିତ ବ୍ୟବସାୟ କରୁଛନ୍ତି, ତେବେ ଆପଣଙ୍କ ପାଇଁ ବହୁତ ଭଲ ରହିବ। କିନ୍ତୁ ଲୋକାଲ ମାର୍କେଟରେ କମ୍ପିଟିସନ୍ ବଢ଼ିବ। ମୋର ପରାମର୍ଶ ଏହା ରହିବ କି ନିଜ ବସ୍ଙ୍କ ସହ ଯୁକ୍ତିତର୍କ କରନ୍ତୁ ନାହିଁ ଏବଂ କାହାକୁ ଅନ୍ଧ ଭଳି ବିଶ୍ୱାସ କରନ୍ତୁ ନାହିଁ। ଏବେ ଆସନ୍ତୁ ଜାଣିବା 2026 ମସିହାରେ ସିଂହ ରାଶିମାନଙ୍କର ଆର୍ଥିକ ସ୍ଥିତି ବିଷୟରେ। ଟଙ୍କା ଆସିବ ନା ଯିବ? ଆର୍ଥିକ ଦୃଷ୍ଟିକୋଣରୁ 2026 ବିରୋଧାଭାସ ବର୍ଷ ଅଟେ। ବର୍ଷର ଆରମ୍ଭରେ ଟଙ୍କାର ବର୍ଷା ହେବ, ଅଟକି ରହିଥିବା ଟଙ୍କା ଫେରି ପାଇବେ, ସେୟାର ମାର୍କେଟ କିମ୍ବା ପୁରୁଣା ନିବେଶରୁ ଲାଭ ମିଳିବ। କିନ୍ତୁ ଜୁନ୍ ପରେ ସ୍ଥିତି ବଦଳିବ। 12 ବୃହସ୍ପତି ଶୁଭ ଖର୍ଚ୍ଚ କରାନ୍ତି। ଆପଣ ଘର କିଣିବା, ସୁନା କିଣିବା କିମ୍ବା ଧାର୍ମିକ କାର୍ଯ୍ୟରେ ବହୁତ ଟଙ୍କା ଖର୍ଚ୍ଚ କରିପାରନ୍ତି। ସତର୍କ ଘଣ୍ଟି ହେଉଛି ଅଷ୍ଟମ ଶନି ହେତୁ ହଠାତ୍ କିଛି ଅଦରକାରୀ ଖର୍ଚ୍ଚ ଆସିପାରେ। ତେଣୁ ମୋର ଅନୁରୋଧ, ଜାନୁଆରୀରୁ ମେ ମଧ୍ୟରେ ଯାହା ରୋଜଗାର କରିବେ ତାହାକୁ ସେଭ୍ କରନ୍ତୁ, ଉଡ଼ାନ୍ତୁ ନାହିଁ। ଲୋନ୍ ନେବାରୁ ବିରତ ରୁହନ୍ତୁ, କାରଣ ଏହି ବର୍ଷ ଋଣ ନେଲେ ତାହା ଶୁଝିବା କଷ୍ଟକର ହେବ। ଏବେ ଆସିବା ହୃଦୟର କଥାକୁ। ସିଂହ ରାଶିର ଲୋକମାନେ ବହୁତ ଭାବପ୍ରବଣ ହୋଇଥାନ୍ତି। ପ୍ରେମୀ ଯୁଗଳଙ୍କ ପାଇଁ ଏହି ବର୍ଷଟି ଅଗ୍ନି ପରୀକ୍ଷା ସଦୃଶ। ରାହୁଙ୍କର ପ୍ରଭାବ ସପ୍ତମ ଭାବ ଉପରେ ରହିବା କାରଣରୁ ସମ୍ପର୍କରେ ଭୁଲ ବୁଝାମଣା ସୃଷ୍ଟି ହୋଇପାରେ। ତୃତୀୟ ବ୍ୟକ୍ତିଙ୍କ ହସ୍ତକ୍ଷେପ ଯୋଗୁଁ ପ୍ରେମରେ ଫାଟ ସୃଷ୍ଟି ହୋଇପାରେ। ବିବାହିତ ବ୍ୟକ୍ତିମାନେ ସାବଧାନ ରୁହନ୍ତୁ। ଅଷ୍ଟମ ଶନି ବାଣୀ ଭାବକୁ ଦେଖୁଥିବାରୁ ଆପଣଙ୍କର କଟୁ କଥା ଆପଣଙ୍କ ସଂସାରରେ ନିଆଁ ଲଗାଇପାରେ।
ଛୋଟ ଝଗଡ଼ା ବଡ଼ ରୂପ ନେଇପାରେ, କିନ୍ତୁ ଯେଉଁମାନେ ଅବିବାହିତ ସେମାନଙ୍କ ପାଇଁ ବର୍ଷର ଶେଷ ଭାଗରେ ବିବାହ ଯୋଗ ସୃଷ୍ଟି ହେଉଛି। କିନ୍ତୁ ପାର୍ଟନର ବାଛିବା ବେଳେ ଭାବପ୍ରବଣ ନ ହୋଇ ବୁଦ୍ଧିର ପ୍ରୟୋଗ କରନ୍ତୁ। ବନ୍ଧୁଗଣ, ଏହି ପଏଣ୍ଟଟିକୁ ସବୁଠାରୁ ଗୁରୁତ୍ୱ ଦିଅନ୍ତୁ, କାରଣ ଜାନ୍ ଅଛି ତ ଜାହାନ୍ ଅଛି। ଅଷ୍ଟମ ଶନି ସିଧାସଳଖ ଆପଣଙ୍କ ଆୟୁଷ ଏବଂ ପୁରୁଣା ରୋଗ ଉପରେ ପ୍ରଭାବ ପକାଉଛନ୍ତି। 2026ରେ ସିଂହ ରାଶିର ଲୋକମାନଙ୍କୁ ତଳଲିଖିତ ସମସ୍ୟା ଦେଖାଦେଇପାରେ, ଯେପରିକି ହାଡ଼ଜନିତ ସମସ୍ୟା, ପେଟ ରୋଗ ଏବଂ ଗ୍ୟାଷ୍ଟ୍ରିକ୍ ସମସ୍ୟା ଏବଂ ଆଖିରେ ଯନ୍ତ୍ରଣା ଭଳି ସମସ୍ୟା ଦେଖାଦେଇପାରେ। ବିଶେଷ କରି ଅକ୍ଟୋବର ଏବଂ ନଭେମ୍ବର ମାସରେ ଗାଡ଼ି ଚଳାଇବା ସମୟରେ ଅତ୍ୟନ୍ତ ସାବଧାନ ରୁହନ୍ତୁ। ଛୋଟ ଦୁର୍ଘଟଣାର ଯୋଗ ରହିଛି। ନିଜର ବାର୍ଷିକ ହେଲ୍ଥ ଚେକଅପ୍ ନିଶ୍ଚୟ କରାନ୍ତୁ। ମାନସିକ ଚିନ୍ତା ବଢ଼ିପାରେ, ତେଣୁ ଯୋଗ ଓ ପ୍ରାଣାୟାମକୁ ନିଜ ଜୀବନର ଅଂଶ ବନାନ୍ତୁ। ଛାତ୍ରଛାତ୍ରୀଙ୍କ ପାଇଁ ଏହି ବର୍ଷ ମିଶ୍ରିତ ଫଳ ଦେବ। ଯେଉଁମାନେ ଗବେଷଣା କିମ୍ବା ଗୁପ୍ତ ବିଦ୍ୟାରେ ଅଛନ୍ତି ସେମାନଙ୍କ ପାଇଁ ଅଷ୍ଟମ ଶନି ବରଦାନ ସାବ୍ୟସ୍ତ ହେବ। ଆପଣ ଗଭୀର ଜ୍ଞାନ ଆହରଣ କରିବେ। ବିଦେଶରେ ପଢ଼ିବାକୁ ଚାହୁଁଥିଲେ ଜୁନ୍ ମାସ ପରେ ଚେଷ୍ଟା କରନ୍ତୁ, ସଫଳତା ମିଳିବ। ବର୍ତ୍ତମାନ ଆସନ୍ତୁ ଜାଣିବା ଏହି ସମସ୍ୟା ଗୁଡ଼ିକରୁ ମୁକ୍ତି ପାଇବାର ରାମବାଣ ଉପାୟ କ'ଣ ରହିଛି। ପ୍ରଥମରେ ରହିଛି ଶନିଦେବଙ୍କ ସେବା। ପ୍ରତି ଶନିବାର ଅସୁସ୍ଥ ଗଛ ମୂଳରେ ସୋରିଷ ତେଲର ଦୀପ ଜାଳନ୍ତୁ ଏବଂ ଓମ୍ ସଂ ଶନିଶ୍ଚରାୟ ନମଃ ମନ୍ତ୍ର ଜପ କରନ୍ତୁ। ଦ୍ୱିତୀୟରେ ରହିଛି ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା। ଆପଣଙ୍କ ରାଶିର ସ୍ୱାମୀ ହେଉଛନ୍ତି ସୂର୍ଯ୍ୟ। ପ୍ରତିଦିନ ସକାଳେ ତମ୍ବା ପାତ୍ରରେ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ। ଏହା ଆପଣଙ୍କୁ ଆତ୍ମବିଶ୍ୱାସ ଦେବ। ତୃତୀୟରେ ରହିଛି ହନୁମାନ ଚାଳିଶା ପାଠ କରିବା। ଯଦି ଭୟ ଲାଗେ କିମ୍ବା ସ୍ୱାସ୍ଥ୍ୟ ଖରାପ ଲାଗେ, ତେବେ ଦିନକୁ ଥରେ ହନୁମାନ ଚାଳିଶା ପାଠ କରନ୍ତୁ। ବନ୍ଧୁଗଣ, 2026 ଆପଣଙ୍କୁ ଭାଙ୍ଗିବା ପାଇଁ ନୁହେଁ, ଗଢ଼ିବା ପାଇଁ ଆସୁଛି। ଅଷ୍ଟମ ଶନି ଆପଣଙ୍କୁ ସଂଘର୍ଷ ଦେବ ସତ, କିନ୍ତୁ ସେହି ସଂଘର୍ଷରୁ ହିଁ ଆପଣ ସୁନା ଭଳି ଚମକିବେ। ଧୈର୍ଯ୍ୟ ରଖନ୍ତୁ। ଭଗବାନ ଜଗନ୍ନାଥଙ୍କ ଉପରେ ଭରସା ରଖନ୍ତୁ। ଯଦି ଆପଣଙ୍କୁ ଏହି ଭିଡ଼ିଓଟି ଦରକାରୀ ମନେ ହେଲା, ତେବେ ଗୋଟିଏ ଲାଇକ୍ ନିଶ୍ଚୟ କରନ୍ତୁ। କମେଣ୍ଟ ବକ୍ସରେ ଜୟ ଜଗନ୍ନାଥ ଲେଖି ନିଜର ଉପସ୍ଥିତି ଜଣାନ୍ତୁ। ଆପଣଙ୍କ ସିଂହ ରାଶିର ବନ୍ଧୁମାନଙ୍କ ସହ ଏହି ଭିଡ଼ିଓକୁ ସେୟାର କରନ୍ତୁ, ଯାହା ଫଳରେ ସେମାନେ ମଧ୍ୟ ସତର୍କ ରହିପାରିବେ। ଦେଖା ହେବ ପରବର୍ତ୍ତୀ ଭିଡ଼ିଓରେ। ସେତେବେଳ ପର୍ଯ୍ୟନ୍ତ ରହୁଛି। ଜୟ ଜଗନ୍ନାଥ।